ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, 3 ମୃତ 4 ଆହତ। ଜୁହାର ମୁରୁଦ୍ର ଆପଣମାନଙ୍କୁ ନ୍ୟୁଜ୍ 26କୁ ସ୍ୱାଗତ। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ NH 353 ତିଖାଲି ନିକଟରେ ଗଛରେ ପିଟି ହୋଇ ଏକ କିଆ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ 4 ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ କାର ଓ ମୃତାହତମାନେ ସମସ୍ତେ କୋମନା ଗାଁର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ମୃତ 3 ଜଣ ଯୁବକ ହେଲେ ଅବରାର ଓରଫ ବିଟୁ ଖାନ, ଅଜନାନ ମହମ୍ମଦ ଏବଂ ମେହଫୁଜ ମହମ୍ମଦ ବୋଲି ଜଣାପଡ଼ିଛି। ରାତ୍ରି 8 ଘଣ୍ଟା ସମୟରେ କୋମନା 7 ଜଣ ଯୁବକ କିଆ ଗାଡ଼ିରେ ଖଡ଼ିଆଳ ଅଭିମୁଖେ ଯାଉଥିଲେ। ହେଲେ ତିଖାଲି ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲା, ଯାହାଫଳରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଜଣଙ୍କର କୋମନା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।